ହଁ ଲୟ ଭାଇ ଆଜ୍ଞା। ଆରମ୍ଭ କର। ଆଜ୍ଞା। ହ୍ୟାଲୋ କରୁଣା ଭାଇ। ହଁ ଆରମ୍ଭ କରନ୍ତୁ। ହ୍ୟାଲୋ। ହଁ ହ୍ୟାଲୋ ଶୁଭୁନି? ହଁ କରୁଣାମୟୀ ମା ହଁ ହ୍ୟାଲୋ। ହଁ ଶୁଭୁଛି ଶୁଭୁଛି। ଶୁଭୁଛି ନା ଭାଇ? ଆଜ୍ଞା ଆଜ୍ଞା। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ପରମ ପ୍ରଭୁ ହଁ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଚରଣରେ ମୋର ପ୍ରାର୍ଥନା ଏକ ବନ୍ଦନା ଏହାକୁ ଲେଖିଛନ୍ତି କରୁଣା ଭାଇ। ସଙ୍କଟ ମୋଚକ ଏ ଜୈବିକ କୃଷି ଜୀବନ ମୁଖ୍ୟ ଆଧାର। ସଙ୍କଟ ମୋଚକ ଏ ଜୈବିକ କୃଷି ଜୀବନ ମୁଖ୍ୟ ଆଧାର। ରକ୍ଷା କବଚଟି ସାଜେ ଆମ ପାଇଁ ରକ୍ଷା କବଚଟି ସାଜେ ଆମ ପାଇଁ କୋଷ କୋଷେ ରୂପାନ୍ତର। ସଙ୍କଟ ମୋଚକ ଏ ଜୈବିକ କୃଷି ଜୀବନ ମୁଖ୍ୟ ଆଧାର। ଜୀବନ ମୁଖ୍ୟ ଆଧାର। ଏ ଜଡ଼ ଶରୀର ସଚେତନ ହେବ ଅଭିମନ୍ତ୍ରିତ ଖାଦ୍ୟରେ। ଜାଗ୍ରତ ଚେତନେ ପ୍ରସ୍ତୁତ ହୋଇଲେ ଜାଗ୍ରତ ଚେତନେ ପ୍ରସ୍ତୁତ ହୋଇଲେ ଶସ୍ୟଟି କୃଷି କ୍ଷେତ୍ରରେ। ଶସ୍ୟଟି କୃଷି କ୍ଷେତ୍ରରେ। ସଙ୍କଟ ମୋଚକ ଏ ଜୈବିକ କୃଷି ଜୀବନ ମୁଖ୍ୟ ଆଧାର। ଆସ ଆମେ ସବୁ ସଜ୍ଞାନ ଭାବରେ ଆସ ଆମେ ସବୁ ସଜ୍ଞାନ ଭାବରେ କରିବା କୃଷି ଅମଳ। କୋଷେ କୋଷେ ରୂପାନ୍ତର। ସଙ୍କଟ ମୋଚକ ଏ ଜୈବିକ କୃଷି ଜୀବନ ମୁଖ୍ୟ ଆଧାର। ରକ୍ଷା କବଚଟି ସାଜେ ଆମ ପାଇଁ ରକ୍ଷା କବଚଟି ସାଜେ ଆମ ପାଇଁ କୋଷେ କୋଷେ ରୂପାନ୍ତର। ସଙ୍କଟ ମୋଚକ ଏ ଜୈବିକ କୃଷି ଜୀବନ ମୁଖ୍ୟ ଆଧାର। ଦିବ୍ୟ କର୍ମ ଭାବେ କରିଲେ କୃଷିକୁ ଗୋଟିଏ ଫଳେ କୋଟିଏ। ଦିବ୍ୟ କର୍ମ ଭାବେ କରିଲେ କୃଷିକୁ ଗୋଟିଏ ଫଳେ କୋଟିଏ। କୃଷି ସହଯୋଡା ସାରା ପରିବେଶ କୃଷି ସହଯୋଡା ସାରା ପରିବେଶ ଜୀବନ ଆଧାର ଇଏ। ସାରା ଜଗତକୁ ବାର୍ତ୍ତା ଦେବା ଆସ ସାରା ଜଗତକୁ ବାର୍ତ୍ତା ଦେବା ଆସ ବିକଳ୍ପ ନାହିଁ ଏହାର ମୋଚକ ଏ ଜୈବିକ କୃଷି ଜୀବନ ମୁଖ୍ୟ ଆଧାର। ରକ୍ଷା କବଚଟି ସାଜେ ଆମ ପାଇଁ ରକ୍ଷା କବଚଟି ସାଜେ ଆମ ପାଇଁ କୋଷ
কোষে রূপান্তর, কোষ কোষে রূপান্তর, জীবন মুখ্য আধার, কোষ কোষে রূপান্তর। ବନ୍ଦେ ମାତରମ୍। ବହୁତ ବହୁତ ଧନ୍ୟବାଦ ଦଇ ଭାଇ। ଯାହା ହଉ ବହୁତ ସ୍ୱଳ୍ପ ସମୟ ଭିତରେ ସେ ସଙ୍ଗୀତଟିକୁ ଏହି ସଂଜ୍ଞା ଭିତ୍ତିକ କୃଷି, ଜୈବିକ କୃଷି ସମ୍ବନ୍ଧୀୟ ଏହି ସଙ୍ଗୀତଟିକୁ ସେ ପରିବେଷଣ କରିଛନ୍ତି, ଯାହାକି ମା ଆଉ ଶ୍ରୀ ଅରବିନ୍ଦଙ୍କର କୃଷି ବା ଖାଦ୍ୟ ସଂକ୍ରାନ୍ତୀୟ ତତ୍ତ୍ୱ ବା ତଥ୍ୟ ଉପରେ ଆଧାରିତ ଏହି ଗୀତଟି ହେଇଥିଲା ଏବଂ ବିଷୟବସ୍ତୁ ଥିଲା ଯେ ସଙ୍କଟ ମୋଚକ ଜୈବିକ କୃଷି। ଯାହା ହଉ ତାକୁ ସେ ସୁନ୍ଦର ଭାବରେ ପରିବେଷଣ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ଭାଇ ଭଉଣୀମାନେ, ଆଜି ଆମେ ପୁଣି ଆଉଥରେ ଦଶକର୍ମଧାରାର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛୁ ଏବଂ ଏହି କାର୍ଯ୍ୟକ୍ରମ ଆରମ୍ଭରୁ ମୁଁ ଆମ ଗହଣରେ ଉପସ୍ଥିତ ଥିବା ବାଲେଶ୍ୱର ଜିଲ୍ଲାର ପାଠଚକ୍ର ସଂଗଠକ ଶ୍ରୀମାନ ଦୟାନିଧି ଭାଇଙ୍କୁ ନିମନ୍ତ୍ରଣ କରୁଛି। ସିଏ ଏ ବିଷୟରେ ଆମକୁ ପ୍ରାରମ୍ଭିକ ସୂଚନା ଦେବେ ଯେ ଏହି ଜୈବ କୃଷି କିପରି ସଙ୍କଟ ମୋଚନ କରିପାରେ ଏବଂ ତାକୁ ଆମେ କାହିଁକି ବା କହିବା ସଙ୍କଟ ମୋଚକ ଜୈବ କୃଷି। ଯାହା ହଉ ସେ ତାଙ୍କର ଏଇ ତତ୍ତ୍ୱକୁ ବା ତଥ୍ୟକୁ ଆମକୁ 8ଟା 15 ପର୍ଯ୍ୟନ୍ତ ଶୁଣେଇବେ, କହିବେ। ଭାଇଙ୍କୁ ଆହ୍ୱାନ କରୁଛି, ଭାଇ ତାଙ୍କର ମନ୍ତବ୍ୟ ରଖନ୍ତୁ। ଦୟାନିଧି ଭାଇ। ଶ୍ରୀମାତା ଶରଣ ମମ। ଶ୍ରୀ ଅରବିନ୍ଦ ଶରଣ ମମ। ହ୍ୟାଲୋ ହ୍ୟାଲୋ। ହଁ ଶୁଭୁଛି, ସବୁ ଶୁଭୁଛି, ଶୁଭୁଛି। ଶ୍ରୀମାତା ଶରଣ ମମ, ଶ୍ରୀ ଅରବିନ୍ଦ ଶରଣ ମମ। ଏବଂ ଆଜିର ଏହି ପବିତ୍ର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବାଲେଶ୍ୱର ଜିଲ୍ଲାର ଯେଉଁ କରୁଣାଙ୍କ ଦ୍ୱାରା ଆୟୋଜିତ ହେଇଛି, ସେହି କାର୍ଯ୍ୟକ୍ରମରେ ଯେଉଁ ଭାଇ ଭଉଣୀମାନେ ଅଂଶଗ୍ରହଣ କରିଛନ୍ତି ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲାର ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ବହୁତ ସାରା ଭଲ ପାଇବା ଏବଂ ଶୁଭେଚ୍ଛା ଏବଂ କୃତଜ୍ଞତା ଜ୍ଞାପନ କରୁଛି। କାରଣ ଏଇଭଳି ଏକ କ୍ରାଇସିସ୍ ବା ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ଅଛୁ। ଆମେ ସମସ୍ତେ ଶ୍ରୀ ଅରବିନ୍ଦଙ୍କ ପଥରେ ଯୋଗ ଦେଇଛୁ ବା ଶ୍ରୀଅରବିନ୍ଦଙ୍କ ଯୋଗ ପଥରେ, ପୂର୍ଣ୍ଣାଙ୍ଗ ଯୋଗ ପଥରେ ଯୋଗ ଦେଇଛୁ ବୋଲି କହୁଛୁ। এই ପୂର୍ଣ୍ଣାଙ୍ଗ ଶବ୍ଦଟି ଆମ ଚିନ୍ତା ଚେତନାରେ ବା ଆମ ପ୍ରତି କୋଷାଣୁକୁ ଭେଦ କରି ନାହିଁ। କାରଣ ପୂର୍ଣ୍ଣାଙ୍ଗ କଥାଟି ଆମେ ସମସ୍ତେ କହୁଛୁ, କିନ୍ତୁ ପୂର୍ଣ୍ଣାଙ୍ଗ କହିଲେ ସବୁ କ୍ଷେତ୍ରରେ ଆମର ଗୋଟେ ପରଫେକ୍ସନ ରହିବା ଦରକାର। ଆମେ କେବଳ ଶିକ୍ଷା କ୍ଷେତ୍ରରେ ଯେତିକି ଗୁରୁତ୍ୱ ଦଉଛୁ, ଅର୍ଥରୁ ଉପାର୍ଜନ କ୍ଷେତ୍ରରେ ଯେତିକି ଗୁରୁତ୍ୱ ଦଉଛୁ, ଆଉ ଅନ୍ୟ କ୍ଷେତ୍ରରେ ସେତିକି ଆମେ ଗୁରୁତ୍ୱ ଦଉନା। ଯାହା ଫଳରେ କିନ୍ତୁ ଆମେ କହୁଛୁ ଯେ ଆମେ ପୂର୍ଣ୍ଣାଙ୍ଗ ପଥର ପ୍ରତୀକ ବା ପୂର୍ଣ୍ଣାଙ୍ଗ ଯୁଗ ପଥରେ ଆମେ ଅଂଶଗ୍ରହଣ କରୁଛୁ ବା ପୂର୍ଣ୍ଣାଙ୍ଗ ଯୁଗ ଶ୍ରୀଅରବିନ୍ଦ ଯୁଗ କରୁଛୁ। କିନ୍ତୁ କଥାଟି ଶ୍ରୀଅରବିନ୍ଦ କୋଉଟିକୁ ଛାଡି ନାହାନ୍ତି। ଆମ ଜୀବନ ଭିତରେ ଯାହା ଯାହା ଆମକୁ ସୁସଂଗଠିତ କରିବ, ଆମ ଜୀବନକୁ ଭଗବତମୟ କରିବ, ଚେତନାକୁ ସେ ମହାଚେତନା ସହିତ ଯୋଡ଼ିଦବ, ସେ ସମସ୍ତକୁ ସିଏ ପୁଙ୍ଖାନୁପୁଙ୍ଖ ଭାବରେ ଗବେଷଣା କରିଛନ୍ତି ଏବଂ ତାକୁ ନେଇକି ବିଭିନ୍ନ କଥାଟି କରିଛନ୍ତି। ତେଣୁ ଆମେ ସମସ୍ତେ ଯୋଉ ଗ୍ରାସ ରୁଟ୍ ରୁ ଜୀବନ ବଞ୍ଚୁଛୁ, ଆମର ଯେମିତି ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ ରହିଛି, ତା ସହିତ ଆଡିସନାଲ ସବୁ ଆମେ ଯୋଡ଼ିଛୁ। ସେମିତି ଏଇ ଖାଦ୍ୟଟି ଯେତେବେଳେ ଆମର ମୌଳିକ ଆବଶ୍ୟକତା ହେଇଛି, ପ୍ରତ୍ୟେକ ସେ ରାଷ୍ଟ୍ରପତି ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ବୈଜ୍ଞାନିକ ହୁଅନ୍ତୁ କି ଇଞ୍ଜିନିୟର ହୁଅନ୍ତୁ, ସମସ୍ତଙ୍କର ଜୀବନ ବଞ୍ଚିବା ପାଇଁ ଅର୍ଥ ତାଙ୍କ ଭିତରେ ଭଗବତ ଉପଲବ୍ଧି କରିବା ପାଇଁ ଖାଦ୍ୟର ଏখানে ଗୁରୁତ୍ୱତା ରହିଛି। କେତେବେଳେ ଅତିମାନବ ହବ, ତାର ପାକସ୍ଥଳୀ ରହିବନି କି ତାର ଖାଦ୍ୟ ଉପରେ ଗୁରୁତ୍ୱତା ରହିବନି, ସେଇ ଲେବୁଲକୁ ଉଠିବା ପର୍ଯ୍ୟନ୍ତ, ସେଇ ସୋପାନକୁ ଉଠିବା ପର୍ଯ୍ୟନ୍ତ ଆମ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି। ପୁଣି କୋଉ ଖାଦ୍ୟର ଆବଶ୍ୟକତା ରହିଛି, ପୁଣି ଫୁଡ ମେନୁ ଗୋଟେ ରହିବ। ତେଣୁ ସେଇ ଫୁଡ ମେନୁକୁ ନେଇକି ଆମ
जीवन बा आमर लक्ष्य आम जा पहुंची पार आम जीवन लक्ष्य आम जा पहुंची पार से आम जो खाद्य खाऊँ से खाद्य आमर कृषि आवश्यकता रही है क्लास 8 रे देखिए पिला सब लिखाई खाद्य परिचालना बा शस्य परिचालना और तार संरक्षण सब पढ़ाई गोटे विषय सी तो पाठ पढ़ुं अष्टम श्रेणी पिला शस्य परिचालना आ तार संरक्षण विषय कहीं पढ़ा बिगिनिंग से जाना दरकार जे मो सीना पाठ पढ़ी कल डाक्तर भी इंजीनियर हेबी किंतु मो जो डाक्तर भी इंजीनियर हेबी गोटे निजक सुसंगत करी मोर किंतु मूल कथाटी किए मत सहयोग कर शस्य परिचालना मत साहय कर तेणु अतएव शस्य केमती प्रोडक्शन हम तार धारणा रहा दरकार खाद्य से खाद्य से खाइब ना आ खाद्य को खाई तार लक्ष्य से पहुंचे से डाक्तर हो कि इंजीनियर हो प्रोफेसर हो कौन हम किंतु से शस्य परिचालना दिगटी तार प्रथम गुरुत्व से दब तेणु शस्य केमती प्रोडक्शन हम तार पुणी सुपरिचालना केमती हम तार केमती सुषम बंटन हम तार केमती संरक्षण हम यही संपर्क जानने चाहिए से कृषि प्रणाली विषय आगे पढ़ुँ क्लास 8 पाठ पढ़ुची कि सत कि कृषक हम से कृषक बढ़ी लगुच प्रथम विषय पढ़े तो भाव सती मुझे आसती कौन कृषक भी फ्यूचर में मत कहीं फास्ट विषय साइंस टच कर दिया शस्य परिचालना और तार संरक्षण मु तो कृषक हेबिनी मु तो डाक्तर हेबी मु तो इंजीनियर हेबी आईएएस हेबी ओएस हेबी हरेज मत कहीं फास्ट यही साइंस टपिक टाक मत पढ़ाई दिगला कारण हूँ तार गोटे ग्रास रूट आइडिया रहा दरकार किपर भाव में शस्य परिचालना हवा दरकार कृषि को केमती कृषि प्रणाली विषय से जाना दरकार कृषि प्रणाली जानिला से कौन कर कृषि प्रणाली जान शस्य परिचालना जान शस्यता जीवन कौन उपकार कर जान कौ कौ वे से शस्य पाँच प्राणी उद्भिदजात खाद्य प्राणीजात खाद्य से उद्भिदजात खाद्य ता जीवन कौन प्रभाव पकाउछ प्राणीजात खाद्य पुणी कौन प्रभाव पकाउछ यार मध्य डिफरेंस जानिला से जानिबो जे तार उद्भिदजात वेजिटेरियन हो कि नॉन वेजिटेरियन हम से वेजिटेरियन केमती सीधा सड़क से सूर्य शक्ति को ता भीतर को आह्वान करछि 100% शक्ति पाउछि कहना शक्ति संरक्षण नियम एतला पढ़ा जीवो शक्तिर सृष्टि नाही कि विनाश नाही ता गोटे रूप आ गोटे रूप को रूपांतरित होछि सूर्यंकर यदि 100 शक्ति से छाड़ुचंती तार से 100 शक्ति 10 भाग करके भागी पाई गला उद्भिद ताकू पाई 10 भाग करी पता तळ बुल खाद्य श्रृंखला जति पड़े पाउछि सबसे मांसाशी प्राणीटी बहुत कम नेग्लिजिबल शक्ति पाउछि किंतु ताके से खाद्य रूप ग्रहण करी केते शक्ति पाइबो तो जदि जने वेजिटेरियन हुए जने जदि सबुज उद्भिद उपरे निर्भर करी उद्भिदजात खाद्य खाए तार अधिक शक्ति से पाउछि खाली पाउ नहीं तार शक्ति ऊपर अधिक प्रभाव मध्य पड़ुछि एवं निरोधता करुछि ए कथाटी जानुछि तो एभଳି भाବରେ पुणी जो जानुछि जे जेतरा म वेजिटेरियन हेबी बा उद्भिदजात खाद्य ऊपर बेसी निर्भर करी ता अधिक अधिक फलप्रद करिवो आ से उद्भिदजात खाद्य को जदि केमती करी से उद्भिद जो प्रोडक्शन डाली करे कि धान करे कि गहम करे कि मुग करे कि बिरी करे कि पनीपरिया चाष करे ताकू केमती करी पुणी सार विषय कहूँ जैविक सार और रासायनिक सार जैविक सार उपादेयता कौन रासायनिक सार उपादेयता कौन जदि से जैविक सार को बेसी व्यवहार कर रासायनिक सार को बेसी व्यवहार कर फलप्रद कर रासायनिक सार को बेसी व्यवहार कर भितर तार बहुत क्षति पड़ुଛି अर्थ तार मूर्तिका को से अनुर्वर कर जलधारण क्षमता को कमे दउची ताकू ता होची गुणात्मक मूल्य ह्रास होची और प्रोडक्शन कमी कमी जाउची शस्यर ये से कथा जानुची तेना अतः हमको जानिया पड़ियो जे समस्त विषय को हमको कोन करचंती ना जानिबारे सहायक करची ए कथा तापर ये तो गला हमर साधारण जगतर कथा किंतु श्री अरविंद मध्य ये संपर्क बहुत सुंदर भाव में जैविक कृषि संपर्क बहुत सुंदर भाव कहते पार्टी केमती कृषि कले आम कृषि परिमाण बढ़ाई पारिबा तार गुणात्मक मूल्य बढ़ाई पारिबा तो आम शरीर प्रति सब कोषाण गोटे अफुरंत शक्ति भर दे पार जो शक्ति को विनियोग करके मोर लक्ष्य रेखा पहुंची पारि ए संपर्क में बहुत सुंदर भाव में ताकू विनियोग करके पांडिचेरी आमर कार्यक्रम सब होची तेणु ये कथा आम भर धारणा भाव ना आम खाली पाठचक्र कर सीमा कहते अतिमान बाबा आम रोग रही जरा रही बार्धक रही यह कहे शुणुचे किंतु पाठचक्र सारी आसिक मटन चिकेन कर बसुचे तादर पुणी तेल मसला पूरा भिजैक रखुचे ना तेल टे कम ला से कौन हम अरे तेल खाई अतिमान हम कई वर खाई मांस खाई अतिमान हम कई वर खाई तो मैंने गोटे शब्द को लेकिन आम एत उत्फुल्लित हो जाऊँ तार रियल प्राक्टिकल दिगटी को पूरा पूरी भूल जाइए तेणु से कथा आम देखा श्रीअंत जब एत कथा जानी तो पांडिचेरी मटन चिकेन व्यवस्था कर दी था सी कहीं मटन चिकेन छाड़ी
ए साधक मान विशेष कर साधक ए पिला मान तार अच्छी हस्टेल अंडा खाऊ कि कौन कौन खाऊ कि साधक मान मोटे एलाउ करना कहीं जे साधक हम तार प्रति कोषाण से अतिमानस शक्ति को उपलब्धि कर संभव नुह तेणु ताको विश्व प्राण शक्ति को लेकिन सी विश्व प्राण शक्ति अधिक अंश उद्भिद जात खाद्य अच्छी तेणु उद्भिद जात खाद्य अच्छी प्राणी जात खाद्य भितर बेसी गुरुत्व देते से क्षीर को कहीं क्षीर गोटे उद्भिद जात खाद्य गोटे प्रोडक्शन कहीं गाई ये सब क्षीर माने उद्भिद को खाई बंचुंट घास उद्भिद जात खाद्य खाई बंचुंट तेणु से किसी बैड इंपैक्ट ना तेणु प्राणी जात खाद्य हिसाब से क्षीर को यूज कर तेणु से कथा साधनागत दिग को आम बेसी गुरुत्व देती खाद्य मध्यम कृषि मध्यम श्रीअरविंद तारी आम गोटे आइडिया ना तेणु आमर ये श्रीअरविंद एग्रीकल्चर यूनिट जो आम गोटे रखाई 10 कर्मधार आमको यही कनसेप्ट उपरको आनिब धीरे धीरे आम तो मोटे सब आमर तात्विक गुण कथा गुड़ी जानिलु तात्विक कथा द्वारा आम सब कथा को शिखा चेष्टा कलु किंतु आम यार जो आध्यात्मिक दिग विषय श्रीअरविंद जहाँ कहले आम जे जानिचु जे कृषि भितर काले श्रीअरविंद आध्यात्मिकता किसी नाही किंबा कोषाग भितर नाही ये सब जानी कि श्रीअरविंद 10 कर्मधार ये रखिंट जीवन में सबू दिगरे केमती आध्यात्मिकता बिछेक पड़ी तेना आम जो एंगल बंचुचु से आम आध्यात्मिक से आदर्श केमती ग्रहण कर सब अच्छी तेणु 10 कर्मधार को जब ठीक भाव आम आलोचना करा जाए आम भितर बहुत कथा आध्यात्मिक दिग साहाय्य कर तेणु आम जो तो धारणा अच्छे से बहुत सुंदर आलोचना रही चेष्टा कर 10 कर्मधार जो दिग सब आम 10टी दिग जो अच्छी से दिग को सुंदर भाव में आम श्रीअरविंद दृष्टिभंगी कौन कही जानापी चेष्टा कर जानानी नहीं आम परिवार भितर आम जीवन भितर आम समाज भितर इम्प्लीमेंटेशन करवा द्वारा लोक जानी एत कथा अच्छी श्रीअरविंद सब दिग कहते श्रीअरविंद खाली बाबाजी नुहति श्रीअरविंद कृषक श्रीअरविंद जड़े ये सब कथा को अनुभव करें जब बिजनेसमैन भाई से कथा करते आइडियल बिजनेस केमती जड़े करमती किसी रही भेजालिटी किसी रही सब दिग केमती गुरुत्व दिखाई से कथा ये 10 कर्मधार भितर अच्छी से आम कौन कर आमर बड़का समय बड़का चिंता बड़का भावना को देखिए भावुँ किसी कर संभव नुह तेणु आपको आगे जाना बसिकी एनालिसिस करें आमर से कृषक गोटे से जगह इम्प्लीमेंटेशन करे प्रयोग करे ताले से खाद्य भितर से आध्यात्मिकता से कृषि भितर आध्यात्मिकता दिग गुड़ी को पाइब सी अनुभव करें मो सन्यासी नुह चाष करता लोकटी से भाविनी साधक नुह बिजनेस करता लोकटी के भाविनी साधक नुहे जो मैंने पंडिचार अच्छा जो मैंने इंटीग्राल स्कूल अच्छा जो मैंने समाधि मंदिर दायित्व अच्छा से ही बेस्ट साधक बट मु कृषि करुच्ची मो साधक नुहे मत श्रीअरविंद चिंतवे कि ना ये भाई से भावना आसबनी कारण श्रीअरविंद को लेकिन जेहेतु से कृषि करुच्ची श्रीअरविंद को लेकिन जेहेतु से बिजनेस करुच्ची श्रीअरविंद को लेकिन जेहेतु से तुम इंजीनियरिंग काम करुच्ची श्रीअरविंद को लेकिन जेहेतु से लीगल यूनिट अच्छी सब श्रृंखलागत दिग सब कथा जो श्रीअरविंद को लेकिन करुच्ची साधना कर भगवान नहीं जगार पहुंचे कम पहुंचेगा आम कम साधना करवा तेणु ये भाव में विशेष दिग सब भर अच्छी भाई भाई मैंने आम समस्ते 10 कर्मधार को गोटे उपयुक्त मनोभाव यदि ग्रहण करते करुणा भाई जो कथा आयोजन कर आयोजन सुंदर मनोभाव जो प्रचेषा निश्चित भाव आम साधना दिग प्रति बहुत साहय करता आमर सांगठनिक शक्ति सुदृढ़ बनता आम सब दिग प्रति दृष्टिपात कर इंटीग्राल इगो आम से इन पाथ ऑफ द इंटीग्राल जीव आम पूर्णांग जुग पत्र अच्छे कहवा ना खाली कहते अब किए मना कर पार्टी अच्छी कहे कितु जो कार्य न कराई से पर्यंत यह आम बोकामी जाओ समस्त धन्यवाद जे आम समस्त कार्य अच्छु जानवर प्रचेषा भितर अच्छी निश्चय आमको इस विषय जनइबे आमर सामाजिक एवं पारिवारिक भितर प्रभाव पकेब धन्यवाद।
हेलो करुणाई हाँ आगु हाँ नियंतु अनम्यूट ये निजे हुअन्तु हाँ। There are 11 participants in the conference. ହଁ ମାନେ ଏଇ ମ୍ୟୁଟ୍ଟା ଠିକ୍ ସେ ହେଉନି। ହଉ ଧନ୍ୟବାଦ, ବହୁତ ସୁନ୍ଦର କଥା ଦୟା ଭାଇ କହୁଥିଲେ। ଆଉ ସେ କଥାରୁ ଆମେ ନିଶ୍ଚିତ ପ୍ରେରଣା ପାଇବା ଯେ ଆମେ ଯେଉଁ ଆଜି ବିଷୟବସ୍ତୁ ରଖିଛୁ ସଙ୍କଟ ମୋଚକ ଜୈବ କୃଷି, ଏହାର ଯଦି ସେ ନିଶ୍ଚିତ ପ୍ରାରମ୍ଭିକ ବହୁତ ସୁନ୍ଦର କଥା କହିଛନ୍ତି ଯେ କିପରି ଏଇ ମର୍ତ୍ତ୍ୟ ଜୀବନଟି ସ୍ୱର୍ଗ ଭୂମିରେ ପରିଣତ ହେବ, ଯାହା ଶ୍ରୀ ଅରବିନ୍ଦଙ୍କର ଯେଉଁ ସ୍ୱପ୍ନ ବାସ୍ତବ ରୂପାୟନ ହେବ। ଏଇଠି ଦିବ୍ୟ ମଣିଷ ଦେଖାଦେବ, କିନ୍ତୁ ସେ ଦିବ୍ୟ ମଣିଷ ବଞ୍ଚିବା ପାଇଁ ଯେଉଁ ଯେଉଁ ଆଧାର ସବୁ ଆବଶ୍ୟକତା ଅଛି, ତାହା ବିଭିନ୍ନ ଭାବରେ ବହୁତ ବିଭାଗ ଅଛି। ସେଥିମଧ୍ୟରୁ କୃଷି ହେଲା ଗୋଟିଏ। ଆମେ ଯଦିଓ 10 କର୍ମଧାରା 10ଟି ମାତ୍ର ବିଭାଗକୁ ନେଇଛୁ, କିନ୍ତୁ ଆହୁରି ତା ଛଡ଼ା ବି ବହୁତ ବିଭାଗ ଅଛି। ଯାହା ବି ହେଉ, ସେଇ କୃଷିର ଯେଉଁ ମୁଖ୍ୟ ତତ୍ତ୍ୱଟି ହେଲା ଯେଉଁ ଶରୀର ରୂପାନ୍ତର ହେବ, ପରିବର୍ତ୍ତନ ହେବ। ତା ପାଇଁ ଭାଇ ସୁନ୍ଦର ତାଙ୍କ ବିଜ୍ଞାନ ଭିତ୍ତିକ ଜ୍ଞାନକୁ ନେଇକି ସୁନ୍ଦର କଥା କହିଛନ୍ତି ଯେ ଉଦ୍ଭିଦଜାତ ଦ୍ରବ୍ୟ ଆମ ପାଇଁ କେତେ ଆବଶ୍ୟକତା, ଆଉ ସେଇ ଉଦ୍ଭିଦଜାତ ଦ୍ରବ୍ୟ ପ୍ରସ୍ତୁତ କରିବାକୁ ହେଲେ ରାସାୟନିକ ରହିତ କିପରି ଆମେ ଏ ଦ୍ରବ୍ୟ ଉତ୍ପାଦନ କରିବା, ଆଉ ସେଇଗୁଡ଼ାକ କିପରି ଏଇ ମଣିଷକୁ ଅଧିକ ଯୋଗ ପଥରେ ଯିବା ପାଇଁ ସହାୟକ ହେବ, ଏଇ ଉପରେ ଏଇ ଆଲୋଚନା ଭାଇ ରଖିବେ। ଆମର ପାଖରେ ଅଛନ୍ତି ବାଙ୍ଗିରିପୋଷିରେ ଅବସ୍ଥାପିତ ମାନେ ମୟୂରଭଞ୍ଜର ବାଙ୍ଗିରିପୋଷିରେ AO ବା ଏଗ୍ରିକଲଚର ଅଫିସର ଆମର କାର୍ତ୍ତିକ ଚନ୍ଦ୍ର ଦାସ ଭାଇ। ସେ ମଧ୍ୟ ଜଣେ ମାତୃଭକ୍ତ ଏବଂ ସୁନ୍ଦର ଭାବରେ ତାଙ୍କର ଏ ବିଷୟରେ ଅଭିଜ୍ଞତା ଅଛି। ଭାଇଙ୍କୁ ଆହ୍ୱାନ କରିବା ସେ ଏଇ କୃଷି ସଂକ୍ରାନ୍ତୀୟ ତଥ୍ୟକୁ ଆମ ଆଗରେ ଉପସ୍ଥାପିତ କରିବେ। କିପରି ଏଇ ଜୈବ କୃଷି ଭବିଷ୍ୟତ ଯେଉଁ ଖାଦ୍ୟ ସଙ୍କଟ ହେବାକୁ ଯାଉଛି ବା ସମସ୍ୟା ହେବାକୁ ଯାଉଛି, ଯେପରି ଶ୍ରୀଲଙ୍କା କିମ୍ବା ପାକିସ୍ତାନ ଅନ୍ୟାନ୍ୟ କେତୋଟି ଦେଶରେ ଖାଦ୍ୟ ଅଭାବଜନିତ ଅବସ୍ଥା ଆସିଲାଣି, ଓଡ଼ିଶାରେ ବା ଅନ୍ୟ ଆଡ଼େ ଆସିବା ବି ଅସମ୍ଭବ ନୁହେଁ। କାରଣ ତଥାକଥିତ ଯେଉଁ ଚିରାଚରିତ ଢଙ୍ଗରେ ଚାଷ କରାଯାଉଛି ତା ମାନେ ଯଥେଷ୍ଟ ହେବନି। ତେଣୁ ଭାଇ ସେ ବିଷୟରେ ଆମକୁ ସବିଶେଷ ବର୍ଣ୍ଣନା କରିବେ। ଆଉ ଥରେ କଟିଗଲେ ଆମେ ପୁଣି ଯୋଡ଼ି ହେବା ଭାଇଙ୍କ ପାଖରୁ ଶୁଣୁଥିବା ଏ କଥା। ଭାଇ ହ୍ୟାଲୋ, ବନ୍ଦେ ମାତରମ୍। କଣ ଏଇ ଶୁଭୁଛି? ହଁ ଭାଇ ଶୁଭୁଛି, ଭାଇ ଶୁଭୁଛି। ମୁଁ ଟିକେ ଅନମ୍ୟୁଟ୍ ହେଇପାରୁନି, ଏଇ ଯେଉଁ ଝାଳ ହେଇଯାଉଛି ଟିକେ ଠିକ୍ ହେଇପାରୁନି। ଆପଣ କହି ଚାଲନ୍ତୁ, ଅସୁବିଧା ହେଲେ ମୁଁ କହିବି। ବନ୍ଦେ ମାତରମ୍। ଅନଲାଇନରେ ଯୋଗ ଦେଇଥିବା ସମସ୍ତ ରୂପାନ୍ତର ଅଭିପ୍ସୁ ଆତ୍ମା সকলଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପ୍ରଥମେ ଆମର ଦୟା ଭାଇ ଏବଂ କରୁଣା ଭାଇ ଏବଂ ଆମର ଭାଗୀ ଭାଇଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଯାହା ଅଛି ଗୋଟେ 10 କର୍ମ ଧାରାର ଯେଉଁ ଅଛି ଗୋଟେ ଶ୍ରୀଅରବିନ୍ଦ ଏବଂ ଆଉ ଜୈବିକ ବା କୃଷି, ଟିକେ ଦେହ ଟିକେ ଭଲ ନାହିଁ, ସେଥିପାଇଁ ଟିକେ କ୍ଷମା କରିବେ, ମୋର କହିବାଟା ଟିକେ ଶୈଳୀଟା ବେଢଙ୍ଗିଆ ହେଇଯିବ। ଯାହା ହଉ, ଆଜି ଯେଉଁ ଗୋଟେ ବିଷୟବସ୍ତୁ ନିଆହେଇଛି ସଙ୍କଟ ମୋଚନ ଜୈବିକ କୃଷି, ଆଜି ପୃଥିବୀରେ ସଙ୍କଟ ଦେଖା ଦେଇଛି, ନହେଲେ ଏ ବିଷୟବସ୍ତୁ ଆସିନଥାନ୍ତା। ସଙ୍କଟ ସମୟ ମଣିଷ ଯେତେବେଳେ ସଭ୍ୟତା ଗଠନ କରିଥିଲା, ସେତେବେଳେ ସବୁ ନଈ କୂଳିଆ ଦେଖିକି ସେ ସଭ୍ୟତା ଗଠନ କରିଥିଲା ଏବଂ ଚାଷକୁ ମଧ୍ୟ ପ୍ରାଧାନ୍ୟ ଦେଇଥିଲା। କାରଣ ସେଠି ସେ ଉର୍ବର ମୃତ୍ତିକା ପାଉଥିଲା, ଜଳର ସୁବିଧା ହଉଥିଲା ଏବଂ ତାକୁ କମ ଖର୍ଚ୍ଚରେ ବେଶୀ ଉତ୍ପାଦନ କରିପାରୁଥିଲା।
ସେଇଥିପାଇଁ ସେ କୃଷିକୁ ଆପଣେଇଥିଲା। ଏ କୃଷି ସିନା ମଣିଷ ଆପଣେଇଥିଲା ବା ମଣିଷ ତାକୁ କରୁଥିଲା, ମଣିଷ ତାକୁ ନେଇକି ତାର ପରିବାର ତାର ସାଂସାରିକ ଜୀବନଟାକୁ ଚଳୁଥିଲା। କିନ୍ତୁ ଶ୍ରୀରଣ କାହିଁକି କୃଷିକି ପ୍ରାଧାନ୍ୟ ଦେଲେ? ପ୍ରାଧାନ୍ୟ ଦେବାର ତାର ବହୁତ ଯୁକ୍ତିଯୁକ୍ତ ଅର୍ଥ ରହିଛି। ଆଜି ଆମେ କହୁଛେ ଯେମିତି ଦୟା କହିଲେ ଯେ ଦିବ୍ୟ ଜୀବନ ପାଇଁ, ଦିବ୍ୟ ଜୀବନ ଅନୁଭବ କରିବା ପାଇଁ, ଚିନ୍ତା କରିବା ପାଇଁ, ଅନୁସନ୍ଧାନ କରିବା ପାଇଁ, ଅନୁଧ୍ୟାନ କରିବା ପାଇଁ ଆମକୁ ଗୋଟେ ସୁସ୍ଥ ଜୀବନ ଦରକାର। ଏହି ସୁସ୍ଥ ଜୀବନ ନିରୋଗ ହେଇଥିବ, ତାକୁ ରୋଗଗ୍ରସ୍ତ କରୁଥିବ, ମନ ନିର୍ମଳ ରହୁଥିବ, ସେମାନେ ଖୁସି ରହୁଥିବ, ପ୍ରଫୁଲ୍ଲ ରହୁଥିବ, ପ୍ରାଣ ମଧ୍ୟ ସେୟା ହଉଥିବ ଏବଂ ଶରୀର ମଧ୍ୟ ସେମିତି ଥିବା ଦରକାର। ଶରୀର ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ। ଏଇ ଯୋଉ ଖାଦ୍ୟଟା କେମିତି ହବା ଦରକାର? ନିରବ ହବା ଦରକାର, ବିଷହୀନ ହବା ଦରକାର। ତେବେ ଯାଇକି ଶରୀର ବୃଦ୍ଧି ହେଇପାରିବ। ଏଇ ହଉଛି ଉଦ୍ଦେଶ୍ୟ। କିନ୍ତୁ ଯେତେବେଳେ ମଣିଷ ଆରମ୍ଭ କଲା ଜୀବନ, ସେତେବେଳେ ଏସବୁ ପ୍ରତି ଧ୍ୟାନ ଦେଉନଥିଲା। ଧ୍ୟାନ ଦେଲା କଣ ନା ତାର ଜୀବନ ଶୈଳୀ କେମିତି ହବ, ତାର ଜୀବନ ଯାତ୍ରା କେମିତି ସୁଖମୟ ହବ, ତାର ପାରିପାର୍ଶ୍ୱିକ ଅବସ୍ଥା ଯେମିତି ଭଲ ରହିବ, ସୌଖିନ ଜୀବନ ଯାପନ କରିବ। ଏଇ ହଉଛି ତାର ମୂଳ। ସେଥିପାଇଁ ସେ କଣ କଲା ନା ଚାଷକୁ ଗୁରୁତ୍ୱ ଦେଇ ଚାଷରୁ ଅଧିକ ପରିମାଣରେ ନିଜର ଶସ୍ୟକୁ ଉତ୍ପାଦନ କରିପାରିବ, ନିଜର ଖାଇବାକୁ ରଖିକି ସେ ତାକୁ ବିକ୍ରି କରିବ ଏବଂ ତାର ପରିବାର ପ୍ରତିପୋଷଣ କରିବ। ଏଇ ହେଲା ତାର ଚାଷର ଉଦ୍ଦେଶ୍ୟ। ସେଥିପାଇଁ ସେ କଣ କଲା ନା ଦେଖିଲା ଯେ ପ୍ରଥମ ଅବସ୍ଥାରେ ସେ ଯୋଉ ପାରମ୍ପରିକ ଢଙ୍ଗରେ ଚାଷ କରୁଛି, ସେଥିରୁ ତାର ପରିବାର ବର୍ଷ ସାରା ଚଳିପାରୁନି, ଅଧ ଦିନ ଉପାସ ରହିଗଲାଣି। ଲୁଗାପଟା ବି ସେମିତି ସେ ସବୁ ସମୟରେ ପାଇପାରିଲା। ଉତ୍ପାଦନ କମ ହେଲା, ତାକୁ ସେ ବିକ୍ରି କଲା। ବିକ୍ରି କରିକି ବା ସେତେବେଳେ ଥିଲା ଯୋଉ ଆମର ଅଦଳ ବଦଳ ସିଷ୍ଟମ, ସିଏ ସେଟା ବି କରିକି ଦେଖିଲା ତା ପାଖରେ ସରିଗଲାଣି, ଆହୁରି ବହୁତ ଦିନ ଅଛି ଚାଷ ଅମଳ ହବା ପାଇଁ। ସେ କଣ କରୁଥିଲା ନା କାହା ପାଖରୁ କରଜ ଆଣୁଥିଲା, କାହା ପାଖରୁ ଧାର କରୁଥିଲା ବା କାହା ପାଖରେ ଯାଇକି ଆଗୁଆ ପଇସା ନେଇ ଆସୁଥିଲା ଏବଂ ତାପରେ ତାକୁ ସୁଝିଲା ବେଳକୁ ପୁଣି ସେଇ ଯେ ଅବସ୍ଥାକୁ ସେଇ ଅବସ୍ଥା। ସେ ଚିନ୍ତା କଲା ଯେ ଆମର ବୈଜ୍ଞାନିକ ମାନେ କିଛି ଚିନ୍ତା କଲେ ଯେ କୃଷିର ଉନ୍ନତି କରିବା, କୃଷିଟାକୁ ଆମେ କେମିତି ସେଥିରୁ 2 ଗୁଣ 3 ଗୁଣ ଲାଭ ହେଇପାରିବ। ଯେମିତି ବର୍ତ୍ତମାନ ବି ଆମର ସରକାରୀ କ୍ଷେତ୍ରରେ ବି କେନ୍ଦ୍ର ସରକାର ଆମର ବି କହିଲେଣି ଯେ କୃଷିରୁ କେମିତି 5 ଗୁଣ 10 ଗୁଣ 12 ଗୁଣ ବି ଏମିତି ଲାଭ ହେଇପାରିବ, ସେଇ ବ୍ୟବସ୍ଥା ବୈଜ୍ଞାନିକ ମାନେ ବର୍ତ୍ତମାନ ଲାଗିଗଲେ। କିନ୍ତୁ ଦେଖିବା ଏଇ ଯୋଉ ରାସାୟନିକ ସାର ପ୍ରୟୋଗ, ରାସାୟନିକ ବିଷ ପ୍ରୟୋଗ କରିବା ଫଳରେ କଣ ହଉଛି, ଅଧିକ ଉତ୍ପାଦନ ହେଲା ଠିକ, କିନ୍ତୁ ତା ପଛରେ ସମସ୍ୟା ଲାଗି ରହିଲା। ଏ ସମସ୍ୟା ଯୋଉ ସମସ୍ୟା ଆଗ ସମସ୍ୟା ଥିଲା ତାଠାରୁ 2 ଗୁଣ ସମସ୍ୟା ବଢିବ। କେମିତି ହେଲା ନା ମନେକର ଆରମ୍ଭ କରିଛି, ଚାଷଟେ ଆରମ୍ଭ କରିଛି, ସେଥିରେ ସେ ରାସାୟନିକ ସାର ଦେଇକି ତାକୁ ଯେମିତି ଉପଯୁକ୍ତ ଭାବରେ ଗଢିବା କଥା ସେ ତାକୁ ଗଢିକି ରଖିଛି ଏବଂ ଚାହିଁଛି ଯେ ସେଥିରୁ କେମିତି ଅଧିକ ଅମଳ ପାଇବ।
ठीक से समय भितर এই जो रासायनिक सार प्रयोग करिला से कोड धार करिछि कोड करज करिछि कोडी ऋण आनिछि का पाखरु जे आगामी दिन रे से कर्म करिवो सेति नहीं अच्छी कौन कला ना सबू से इन्वेस्टमेंट कला कृषि इंडस्ट्री से प्रयोग कर सारी यही समय रे अमल समय आका Only participant in the conference. कटिगला कि हाँ भाई हाँ 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 एबे माने गुटे राउंड सरला तो कटिगला फेरे एटा आरंभ करिवे पुणी हाँ 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 All participants are muted. हाँ भाई एथर आरंभ करंतु हाँ जेतले से कृषि इंडस्ट्री रे से निजको संपूर्ण रूपे केंद्रीभूत करदेला बा सब किसी को लेकिन से इंडस्ट्री रे विनियोग करदेला जे Welcome to विनियोग Mass Power करछि Music World. से समय रे सेथिरु से दुगुना लाभ पाइबा एवं सेथिरु जो उत्पादन हबो से उत्पादन को से बिक्री करी तार परिवार पोषण करिवो पिला मान शिक्षा दबो झियो पुओ मानकर बाहागर करिवो बुढ़ा बापांकर सेवा शुश्रूषा करिवो निजर लुगापटा परिवार लुगापटा सब करिवो एई लक्ष्य लेके से कोन करछि इन्वेस्टमेंट करछि किंतु समस्या आसी देखादेला आमे जेते परिमाण रे रासायनिकटा को प्रयोग कले सेथिरु कोन हला ना प्राकृतिक विपर्यय आसी देखादेला जेते प्राकृतिक विपर्यय आसी देखादेला से जो चाहिथिला ये सब जो सब लक्ष्य रखिथिला से लक्ष्य तार हेई पारला नाही कोन करियो से परिस्थिति वर्ष है 2 वर्ष है 3 वर्ष है ऋण बढ़ी चली ऋण हार बढ़ी चली पिला समस्या बढ़ी चली पारिवारिक समस्या बढ़ी चली से आउ सह्य कर तेणु आपण जानी गत कई वर्ष है चाषी मृत्यु हार बढ़ी बढ़ी चली सब विपर्ययर कारण हूँ आमर लोक मानकर आम मानकर आर समाधान आउ किछि नहीं शेष से सुसाइड करें आमे जदि सुसाइड कला ताले से दिव्य कर्म करे कौन कर दिव्य मानव हम कौन तेणु कौन चिंता वर्तमान आमर देश जो हलदी जाऊला बाहर देश जाऊला सी बर्तमान एक्सपोर्ट हो पारा बंद कर कहीं देखिए से रासायनिक जिनस मिशी कौन से औषध गोटे औषध वृक्ष सी देखा विषाक्त मैंने रासायनिक जो परिकल्पना निया सरकार ने आम प्रयोग कले वैज्ञानिक मैंने चिंता कले तार परिणाम बहुत दुष्कर होता फल माटीर उर्वरता नष्ट है पारिवारिक समस्या बहुत किसी जो क्षयक्षति जो पारिवारिक समस्या देखा एने जो बजार मार्केट देखुए सब श्रीलंका चीन आपर विभिन्न प्रकार राष्ट्र मानक सब दरदाम कहीं जो फल गुड़ाक आम रासायनिक द्रव्य दे बहुत लोग रक्षा चाहूँ रही पारा जो समस्या को आस्ते आस्ते परिवर्तन करने सब योजना चलना
ଶିଖିଗଲା କଣ ନା ଆଉ ଆମେ ପ୍ରୟୋଗ କରିବା ନାହିଁ ରାସାୟନିକ ସାର ରାସାୟନିକ ବିଷ। ଆମେ ବର୍ତ୍ତମାନ ସେଇ ମୂଳ ପରମ୍ପରାକୁ ପୁଣି ଚାଲି ଆସିବା। କେମିତି ଆସିବା ନା ଏବେ ତ କଳ ଲଙ୍ଗଳ କରିଲେ ଚାଷ ରହିବ ନାହିଁ ବାଳକ। ଇଏ ଗୋଟେ ସ୍ଲୋଗାନ ଥିଲା। ସବୁ ତ ଯାନ୍ତ୍ରିକ ଉପାୟରେ ଆରମ୍ଭ କଲେ, ସବୁ ଯାନ୍ତ୍ରିକ ହେଲା। କିନ୍ତୁ କାହିଁକି ବର୍ତ୍ତମାନ ଚଳିତ କଲାଣି ଦ୍ୱିଗୁଣିତ କରିବା ପାଇଁ ପଡିବ, ତିନିଗୁଣ କରିବା ପାଇଁ ପଡିବ, ଚାରିଗୁଣ କରିବା ପାଇଁ ପଡିବ? ହଉନାହିଁ। ଭଗବାନଙ୍କର ଇଚ୍ଛା ଅନେକ ପ୍ରକାର, ଆମେ ଚାହୁଁଛେ ଅନ୍ୟ ଗୋଟେ ପ୍ରକାର। ତେଣୁ ଭଗବାନଙ୍କ ଇଚ୍ଛା ସହିତ ଆମ ଇଚ୍ଛାରେ ମିଳିଯିବ, ତାହେଲେ ଉତ୍ପାଦନ ବୃଦ୍ଧି ହେବ। ଯେତେ ଆପଣ ଚେଷ୍ଟା କଲେ ବି ଯାନ୍ତ୍ରିକ ଉପାୟରେ ବି ବା ରାସାୟନିକ ଉପାୟରେ ବି କୌଣସି କ୍ଷେତ୍ରରେ ଚାଷର ଉନ୍ନତି ହେଇପାରିବ ନାହିଁ ବୋଲି ବୈଜ୍ଞାନିକ ମାନେ ବି ଚିନ୍ତା କଲେ। ଏହା ପ୍ରକୃତରେ ଠିକ ନୁହେଁ। ଯଦି ଆମେ ଯାନ୍ତ୍ରିକ ଇଏ କରୁଛୁ ତେବେ କଣ ହବ ନା ଗୋରୁ ଗାଈ ସବୁ ପାଳିବା ବନ୍ଦ କରିଦେବେ। ପାଳିଲେ ବନ୍ଦ ନ କରିବେ। ଆମେ ତ ଦେଖିଲେ ସେ ତ ଥରେ ଆସିକି ହଳ କରିଦେଇକି ଗଲା ବେଳକୁ ସେ ଲୋକଟା ନିର୍ଜନ କରେ, ସେ ତାର ବଢିଆ ଆରାମସେ ବସୁଛି 2 ବର୍ଷ ସାରା। ଆମେ ଯାଇ 10 ସାରା ସେଇ ଧରି ସେଇଥିରେ କରିବା, ଚାଷ କରିବା, ପୁଣି ଦୂଷଣ କରିବା, ପୁଣି ଘାସ ବାଛିବା, ପୁଣି ତାକୁ ବିଳିବା। ଏସବୁ ଆମେ ଏତେ ସମୟ ପାଇଁ ଆମେ କର୍ମ କରିବା। ଏମିତି ଏକାଥରେ କରିଦେଲେ, ରୋଇଦେଲେ, ଇଏ କଲେ, ସବୁ କିଛି କରିଦେଲେ, ଆଚ୍ଛା ସେଇ ଯୋଉ ଯେମିତି ଗୋଟେ ମାତୃ ପିଲାର ମା କ୍ଷୀରଟି ଯେମିତି ଆବଶ୍ୟକ, ଗୋଟିଏ ଗଛର ମଧ୍ୟ ତାର ମା କ୍ଷୀର ହଉଛି ଗୋବର ବା ଜୈବିକ। ସେଇ ଗୋବର ଜୈବିକ ଆମେ ଖାଇବାକୁ ଖାଇପାରିଲେ, ଆମେ ତ ଯାନ୍ତ୍ରିକ ଉପାୟରେ ଲୋକ ମଣିଷ, ତେଣୁ ଆମେ ପାଇପାରିବା କୋଉଠି? ପୁଣି ଆମେ ଚିନ୍ତା କଲେ ନା ଖତ କିଣି ଆଣିବା। ବର୍ତ୍ତମାନ ସବୁ ବିଭିନ୍ନ ପ୍ରକାର ସବୁ ଯୋଉ କୁକୁଡ଼ା ଫାର୍ମ ଅଛି, ରୋଷେଇ ଫାର୍ମ ଅଛି, ସେଇ ସବୁ ଘିନି ଆସିବା। ଆରେ ସେଥିରେ ସିନା ଆମେ ଆଣିକି ପ୍ରୟୋଗ କରିପାରିବା, କିନ୍ତୁ ସେଥିରେ ବହୁତ ପ୍ରକାର ବିପଦ ରହିଛି। ଯଦି ଆମେ କୁକୁଡ଼ା ପ୍ରୟୋଗ କରିବା, ଦେଖିବା କିଛି ଦିନ ପରେ ଇଏ ମରିଯାଉଛି, ଗଛଗୁଡା ମରିଯିବ। କାହିଁକି ନା ସେଥିରେ ଯୋଉ ଅଧିକ ପରିମାଣରେ ୟୁରିଆଟା ରହିଯାଉଛି, ଗଛକୁ ଯାଉଛି। ତେଣୁ ସେଠି କମ ପରିମାଣ ପାଇବ। ତେଣୁ ସେଥିପାଇଁ ଆମକୁ ଗୋଟେ ସଜାଗ ଦରକାର, ସଚେତନ ଦରକାର। ଏଇ ଯୋଉ ସଙ୍କଟ ସମୟ, ଏଇ ଯୋଉ ବିପଦପୂର୍ଣ୍ଣ ସମୟ, ଆମେ ସେ ସମୟରେ ଆମେ ଜୈବିକ କୃଷିକୁ ଆପଣେଇବା। ଯେତେ ପ୍ରକାର ଆଜି ପର୍ଯ୍ୟନ୍ତ ଦେଖନ୍ତୁ, ଯୋଉ କ୍ୟାନ୍ସର ହଉଛି, କିଡନୀ ରୋଗ ହଉଛି, ହାର୍ଟ ରୋଗ ହଉଛି, ଆଖି ଅଳ୍ପ ବୟସର ପିଲାମାନଙ୍କୁ ଦେଖାଯାଉନି, ଏ ସମସ୍ତର ମୁଖ୍ୟ କାରଣ ହଉଛି ଖାଦ୍ୟ ଯେହେତୁ ଦୂଷିତ। ଆମ ଶରୀର, ଆମ ଜୀବନ, ଆମ ଶରୀରରେ ଯୋଉ ଗଠିତ ହେଉଛି କୋଷ, ଏ ସବୁ ବିଷାକ୍ତ। ଏଇ ବିଷାକ୍ତତା, ଏଇ ତିକ୍ତତାଟାକୁ ହଟେଇବା ପାଇଁ ଆମକୁ ଜୈବିକ କୃଷି ଦରକାର। ଶରୀର ସୁସ୍ଥ ସବଳ ରହିଲେ ଜଣେ ଧ୍ୟାନରେ ବସିବ, ନା ଅସୁସ୍ଥ ଥିବ ସେ ଧ୍ୟାନରେ ବସିବ? ଜଣେ ମନଟା ନିଶ୍ଚଳ ହେବା ଦରକାର। ମନଟା ବିକ୍ଷିପ୍ତ ହେଲେ ଜଣେ ସ୍ଥିର ହେଇକି ବସିବ, ନା ବିକ୍ଷିପ୍ତ ହେବା ସମୟରେ ବସିପାରିବ? ଏଣେ ଧ୍ୟାନ କରୁଥିବ, ସେ ଛୁଆ ଚିନ୍ତା କରୁଥିବ, ପିଲାମାନଙ୍କର ଟ୍ୟୁସନ ଫି କେମିତି ଦେବି, ସେଠି ସ୍ତ୍ରୀର ରୋଗ ପଡିଛି, ତାକୁ କେମିତି ଦେବି। ପ୍ରାଣ ମଧ୍ୟ ସେମିତି ଆନ୍ଦୋଳିତ ହଉଥିବ। ମନ, ପ୍ରାଣ, ଶରୀର ଏ ଯଦି ଆନ୍ଦୋଳିତ ହେଲେ ଆତ୍ମା ଆଉ କୋଉଠି ଡେଭଲପ ହେଇପାରିବ? ତେଣୁ ଏ 3 ଜଣକୁ ବା ମନ, ପ୍ରାଣ, ଶରୀରକୁ ସୁସ୍ଥ ସବଳ ଶକ୍ତିମାନ କରିବା ପାଇଁ ହେଲେ, ନିରୋଗ ନିଶ୍ଚଳ କରିବା ପାଇଁ ହେଲେ, ଆମକୁ ଖାଦ୍ୟଟା ଖାଦ୍ୟ ଭଳିଆ ହେବା ଦରକାର, ବିଶୁଦ୍ଧ ଖାଦ୍ୟ ହେବା ଦରକାର।
पुष्टिकर खाद्य हवा दरकार, सुषम खाद्य हवा दरकार। यदि सुषम खाद्य न हुए, कौन सी गोटे अभाव रहे, ताहले हम ये समस्त हलचल हो से दिव्य जीवन संभव हवा ना संभव हवा मुस्किल हो पड़ो। आमको जैविक कृषि आपणाक पड़ो। ए संकट समय ये विपदपूर्ण समय आमको जैविक कृषि को अपना सब। तेणु आम जो प्रदूषण कथा कहे रोगाक्रांत होचे तार मुख्य कारण हूँ परिवेश जल वायु ये सब प्रदूषण। जानते आम कौन करे परिवेश प्रदूषण आम जो गछटे लगे फल गछटे लगे से आम सुस्थ फल पाई पारे आम सुस्थ जल भी पारे। आज जो जल मिलूँ देखो समस्ते कहीं आक्वागार्ड लगे सुस्थ जल आगुरी जी लोक रोगाक्रांत होते पोखरी जल बा चुआ जल बा अन्य कौट जल आणिकी जी रोगर पड़ुते एवं जल जो बेसी रोगाक्रांत हो यार कारण हूँ जलटा बर्तमान दूषित हो वायु तो बहुत दूषित है। आजिकल घोड़ा गाड़ी मोटर जो धुआं छाड़ुंट से धुआं जो वायु प्रदूषण होमर जो बम पड़ू जीवजंतु को मारे फायरिंग हो पहाड़ फटा हो डिनामाइट मध्यम या माध्यम जो केते परिमाण में वायु प्रदूषण हो बोतल पानी विशुद्ध पानी मिलला एमती किसी दिन पर गोटे टांकी मिल वायु विशुद्ध वायु टांकी विशुद्ध वायु को शुद्ध वायु करने एक प्रकार मेसीन सब बाहर आम से चिंता करवा संकट समय आमको कौन करने पड़ो से आम कौन करवा ना सुस्थ खाद्य सुषम खाद्य एवं आमको जी आवश्यक जी पुष्टि सार जातीय खाद्य जो आम ग्रहण करवा से आमको संकट समय मोचन हिसाब से जैविक को आम यदि प्रयोग करवा ताहले आम जो खाद्य शस्य मिल किमिति मिल तो मत से कहि कि आम जो बर्तमान जो जैविक कृषि माध्यम जो खाद्य शस्य मिल से शस्य संपूर्ण रूप से पॉल्यूशन मुक्त हो प्रदूषण मुक्त हो माने 1% रासायनिक नमती 1% विषक्त एवं से जिनस को आम जी बहुत दिन पर्यंत प्रिजर्वेटिव जो सेटा भी मिसी नाम बहुत दिन पर्यंत प्राकृतिक उपाय पारंपरिक उपाय रखी रखा पार आम कौन करवा से जो शस्यटी को प्रथम उत्पादन करवा यहाँ हूँ बड़ आमर विभिन्न प्रकार कृषि तो कही माटी आगे माटी हूँ आमर जैविक कृषि
प्रथम उपादान होଉଛି माटी। माटीटिକୁ ଆମେ ଯଦି ଶୋଧନ କରିଦେବା, ମାଟିରୁ କେମିତି ଯେ ବିଷାକ୍ତତାରୁ ଦୂରୀଭୂତ ହେଇଯିବ ସେଇଟାକୁ ଆମେ ପ୍ରଥମେ କରିବା। ପ୍ରଥମ ଫାଉଣ୍ଡେସନ ହେଉଛି ମାଟି। ମାଟିଟାକୁ ଆମେ ବିଭିନ୍ନ ଅଛି, ତାପରେ ଆଉ କେତେବେଳେ ଆଲୋଚନା କରିବା। ଆମେ ବର୍ତ୍ତମାନ ତ ସମୟ କମ ଅଛି, ତେଣୁ ଆମେ ପ୍ରଥମେ ଦେଖିବା ମାଟିଟା। ମାଟି ଯଦି ଶୁଦ୍ଧ ହେଇଗଲା, ଆପଣ 50% ପୁରା ସେଟା ବି ଶୁଦ୍ଧ ହେଇଗଲା, ପାରଫେକ୍ଟ ଜିନିଷଟା ବି ଖାଇପାରିବା। ତାପରେ ଦ୍ୱିତୀୟ କଥା ହେଉଛି ଆମେ ସେଇ ଗଛକୁ କେମିତି ପ୍ରଦୂଷଣ ମୁକ୍ତ ହେଇପାରିବ, ଯେମିତି ସେଥିରେ କୌଣସି ଦୂଷିତ ବାୟୁ ବା ଦୂଷିତ ଜଳ ଯେମିତି ତା ପାଖରେ ନ ପହଞ୍ଚି ପାରେ, ସେଇଭଳି ସଜାଗ ହବା ଦରକାର। କାରଣ ଗୋଟିଏ ଯଦି ବିଷାକ୍ତ ତା ଭିତରେ ପଶିବ, ସେ ସମ୍ପୂର୍ଣ୍ଣ ସେଥିରୁ ଯୋଉ ଫଳ ଫଳିବ ବା ଶସ୍ୟ ଫଳିବ ବା ଦାନା ବାହାର ଇଏ ହବ, ସେ ସବୁ ବିଷ ହେଇଯିବ। ତେଣୁ ତାକୁ ଆମେ କଣ କରିବା, ବିଶୁଦ୍ଧ ଶୁଦ୍ଧ ଜଳ ଦେବା, ଯୋଉ ଜଳରେ କୌଣସି ପଲ୍ୟୁସନ ହଉନଥିବ, କୌଣସି ଜୀବାଣୁ ନଥିବେ, ସେଇଭଳି ଜଳ ଆମେ ପ୍ରୟୋଗ କରିବା। ଏବେ ବହୁ ଦେଶରେ ସେସବୁ ଆରମ୍ଭ ହେଇଗଲାଣି। କେବଳ ଆମ ଭାରତରେ ସେ ଅଳ୍ପ ଅଳ୍ପ ମାତ୍ରାରେ ହଉଛି। ଯେମିତି ଆମର ଗଙ୍ଗା ଏସବୁ ହଉଥିଲା, ଗଙ୍ଗା ପ୍ରଦୂଷଣ, ସେଇ ଜଳକୁ ସେମାନେ ବ୍ୟବହାର କରୁଥିଲେ, କିନ୍ତୁ ଏବେ ଆରମ୍ଭ ହେଇଗଲାଣି ତାକୁ କେମିତି ଶୋଧନ କରି ସେଥିରୁ ଭଲ ଜଳ ସଂଗ୍ରହ କରିକି ଗଛ ପତ୍ର ବିଭିନ୍ନ ଚାଷ ଜମିରେ ବିଭିନ୍ନ ପ୍ରକାର ଫଳ ବଗିଚା ମାନଙ୍କରେ, ଫୁଲ ବଗିଚା ମାନଙ୍କରେ ତାକୁ ଦେଇପାରିବ। ଏଇ ଯୋଉ ତାପରେ ଆମର ତାକୁ କଣ କରିବା, ଆହୁରି ମଧ୍ୟ ଆମର ପିଡ଼ିଆ ପ୍ରୟୋଗ କରିପାରିବା। ବିହନ ବି ମଧ୍ୟ ବିଶୁଦ୍ଧ ବିହନ ଦରକାର, ଯୋଉଥିରେ କେମିକାଲ ବା ପ୍ରିଜର୍ଭେଟିଭ ଦିଆ ହେଇକି ତାକୁ ରଖା ହଉଥିବ, ସେମିତି ଦୂର ରହିବା। ଆଉ ଆମର ସବୁଜ ସାର ପ୍ରୟୋଗ କରିବା, ସେସବୁ ଅଛି, ପାଠ ଅଛି, ତାକୁ ଆମେ ଯେମିତି ପ୍ରୟୋଗ କରିବା। ଆହୁରି ମଧ୍ୟ ଅଛି ଆମର ଜୀବାଣୁ, ବହୁତ ଗୁଡେ ଜୀବାଣୁ ଅଛନ୍ତି, ବା ଆମର ହଁ ମୋର ଗୋଟେ ମନେ ପଡିଲା ଯେ ଏଇ ଯୋଉ ରାସାୟନିକ ସାର ପ୍ରୟୋଗ କରି କ୍ଷତି ହଉଥିଲେ, ଆମର ଭାଇ ଯୋଉ କରୋନା ଭାଇ, ସେ ଏ ବର୍ଷ ସମସ୍ତେ ତାଙ୍କୁ ମାନେ ଚକିତ ହେଇଯାଇଛନ୍ତି ଯେ ଏତେ ବଡ ଝଡ଼ ତୋଫାନ ଗଲା, ଏତେ ବଡ ବାତ୍ୟାଟେ ଗଲା, ଯେ ଭାଇଙ୍କର କାହିଁକି ହଉଛି ଧାନ ଗଛ ଶୋଇଲାନି, ଆମ ସମସ୍ତଙ୍କର କାହିଁକି ଜଳମଗ୍ନ ହେଇଗଲା ବା ଶୋଇଗଲା ବା ପଚିଗଲା। ଭାଇଙ୍କର ତ ସେମିତି ଜଳମଗ୍ନ ହେଇଥିଲା, ସେ କଣ ଏମିତି ପ୍ରୟୋଗ କରିଥିଲେ? ସମସ୍ତେ ଜାଣିଲେ ସେ ରାସାୟନିକ ସାର ମୋଟେ ପ୍ରୟୋଗ କରୁନାହାନ୍ତି ବା ରାସାୟନିକ ବିଷ ପ୍ରୟୋଗ କରୁନାହାନ୍ତି। ତେଣୁ ସମସ୍ତେ ତାଙ୍କ ଅଞ୍ଚଳରେ ସେ ସବୁ ଦେଖିକି ଆଶ୍ଚର୍ଯ୍ୟ ହେଇଛନ୍ତି, ଆଚ୍ଛା ସିଏ ତ ଭଲ ଭାବରେ ଇଏ କଲା, ସେ କଣ କାହିଁକି ଏମିତି କଣ କଲେ? ଜାଣିବାକୁ ସେମାନେ ପାଇଲେ ଯେ ନା ଇଏ ଏଇଭଳି ଉପାୟରେ ଚାଷ କରିଛନ୍ତି। ତେଣୁ ଆମକୁ ମଧ୍ୟ ସେଇଭଳି ଯେ ଏଇସବୁ ଯୋଉ ଜୈବିକ ଜିନିଷକୁ ପ୍ରୟୋଗ କରିକି ଆମେ ଯଦି ଫସଲ ଉତ୍ପାଦନ କରିପାରିବା, ତାହେଲେ ଆମେ ମଧ୍ୟ ବିଭିନ୍ନ ପ୍ରକାରର ଆସୁଛି ପ୍ରାକୃତିକ ବିପର୍ଯ୍ୟୟ ବା କ୍ଷୟକ୍ଷତି ହଉଛି, ବହୁତ ଦିନ ପର୍ଯ୍ୟନ୍ତ ରହିପାରୁନି, ଜିନିଷ ପଚି ହଉଛି, କ୍ଷତି ସହୁଛି। ଯଦି ଆମେ ତାକୁ ଜୈବିକ ପଦ୍ଧତିରେ କରିଥିବା ବା ଜୈବିକ ଉପାୟରେ କରିଥିବା, ତାହେଲେ ବହୁତ ଦିନ ପର୍ଯ୍ୟନ୍ତ ରହିପାରୁଛି, ବହୁତ ଦିନ ପର୍ଯ୍ୟନ୍ତ ଜଣେ ରଖିକି ଖାଇପାରୁଛି। ଏବେ ମଧ୍ୟ ମୁଁ ଦେଖୁଛି ଆମର ଏଇ ଅଞ୍ଚଳରେ ଯେ
ମାଗିରିପୋଷି ଅଞ୍ଚଳରେ ମୁଁ ଯୋଉଠି ରହିଛି ସେଠି ଲୋକମାନେ ବହୁ ଏବେ ମଧ୍ୟ ବିଲାତି ରଖିଛନ୍ତି ଆଣିକି ହାଟରେ ବିକ୍ରି କରୁଛନ୍ତି। ପିଆଜ ମଧ୍ୟ ବହୁତ ଦିନ ପର୍ଯ୍ୟନ୍ତ ରସୁଣ ପିଆଜ ଆହୁରି ବିଭିନ୍ନ ପ୍ରକାର ସବୁ ଦ୍ରବ୍ୟ ରଖିଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଲି ସେମାନେ ଦେଖିକି। ସେମାନେ ଏମାନଙ୍କର ବିଷ ଆବଶ୍ୟକ ନାହିଁ, ଏମାନଙ୍କ ମାଟି ହଉଛି ବହୁତ ଉର୍ବର। ତେଣୁ ସେମାନେ ଯାହା ପ୍ରୟୋଗ କିଛି ରାସାୟନିକ ଦ୍ରବ୍ୟ ପ୍ରୟୋଗ କରନ୍ତି ନାହିଁ, ଖୁବ କମ ପରିମାଣରେ ଯାହାର ଅତି ଯେତେବେଳେ ଲାଗିବ। ସେମିତି ଆମେ ଯଦି ଏଇ ଜୈବିକ କୃଷିକୁ ଆପଣେଇ କରିବା ତାହେଲେ ଆମେ ଶିଶୁଙ୍କର ଯୁଗରେ ସାମିଲ ହେଇପାରିବା। ସେଇଥିପାଇଁ ଶିଶୁ କଣ କରୁଛନ୍ତି ନା ଏଇ ଯୋଉ ଦଶକର୍ମ ଧାରା ଭିତରେ କୃଷିକୁ ଆଜି କୃଷି ପାଇଁ ବହୁତ ବଡ ବଡ ସମସ୍ୟା ଆସୁଛି। ଆମାଜନ ଯୋଉ ନଦୀ ଯୋଉ ଅଛି ପାର୍ବତ୍ୟ ଅଞ୍ଚଳର ଜଙ୍ଗଲ ଅଛି, ସେ ଜଙ୍ଗଲ ବର୍ତ୍ତମାନ ଧ୍ୱଂସ ହେବାରେ ଲାଗିଲାଣି, ଯାହାକି ପୃଥିବୀ ଉପରେ ଗୁବାଳ କଣ କହୁଛନ୍ତି ପରିବେଶ ଉପରେ ମାନେ ବିପଦ ଆସିଲାଣି। ସମସ୍ତେ ବର୍ତ୍ତମାନ ଚିନ୍ତା କଲେଣି କେମିତି ଆମାଜନ ଯୋଉ ନିଆଁ ଲାଗିଛି ସେ ନିଆଁକୁ ମାନେ ନିର୍ବାପିତ କରାଯିବ। ସେଠି ଯୋଉ ଆସୁଛି ସେଠି ପରିବେଶ ଯଦି ଶୁଦ୍ଧ ରହିଲା ଆମ ଭାରତର ହଉଛି ପରିବେଶ ଶୁଦ୍ଧ ରହିବ। ତେଣୁ ସେଇଭଳିଆ ମାନେ ବଡ ସମସ୍ୟା ସମୟରେ ଆମକୁ ଜୈବିକ କୃଷିକୁ ପାଳନ କରିବା ପାଇଁ ପଡିବ, ଆପଣେଇବାକୁ ପଡିବ। ନହେଲେ ଆଉ ଉପାୟ କିଛି ନାହିଁ। ଆଉ ଯଦି ଆମେ ସୁସ୍ଥ ସବଳ ଏବଂ ପୁଷ୍ଟିକର ଖାଦ୍ୟଟେ ପାଇଛେ, ଆମ ଶରୀର ନିରୋଗ ହବ, ସତେଜ ହବ, ସବଳ ହବ। ଆମେ ନିରବରେ ଧ୍ୟାନ କରି এই ଦିବ୍ୟ ଜୀବନ ପାଇବାରେ ସାହାଯ୍ୟ ହେଇପାରିବ। ହେଉଛି ଆଜି ଏଇ ସଂକଟ ସମୟରେ ଆମକୁ ଜୈବିକ କୃଷିକୁ ମାନେ ଉପାୟ କିଛି ନାହିଁ। ଆମେ ଯଦି ଅନ୍ୟ ଖାଦ୍ୟ ଖାଇକି ରୋଗାକ୍ରାନ୍ତ ହେଇକି ଆମେ କହିବା ଦିବ୍ୟ ଜୀବନ ହବ କେମିତି ଶୀଘ୍ର ଆମେ ଇଏ କରିପାରିବା, ସେଥିପାଇଁ ଆମକୁ ନିରୋଗ ଦରକାର। ଅରଣା କୋଉ ଆଦିବାସୀ ଲୋକଙ୍କୁ ହେଇଛି କହିବ, ସଜନା ଶାଗ ଖାଇ ମାନେ ଯୋଉଥିରେ କିଛି ରାସାୟନିକ କିଛି ଦିଆଯାଇନି, ଖାଲି ପ୍ରାକୃତିକ ଉପାୟରେ ବର୍ଷା ପାଣିରେ ଯାଇକି ଖାଇଛନ୍ତି। ଆଜି ଆମେରିକା ମଧ୍ୟ ଚକିତ ହେଇଛି ଯେ ସଜନା ଶାଗରେ ମଧ୍ୟ ଆଣ୍ଟିବାୟୋଟିକ ରହିଛି, ତାକୁ ସେମାନେ ଆମ ଭାରତରୁ ନେଇଗଲେଣି, ବହୁତ ନେଇକି ସେମାନେ ସେଠି ଗଛ ତିଆରି କଲେଣି, ଶାଗ ଖାଇଲେଣି। ଆମେ ସେ ଶାଗ ଖାଉନି, ଆମେ ଖାଉଛୁ କିସ ନା କଳମ ଶାଗ, ଯୋଉଥିରେ ରାସାୟନିକ ସାର ଦିଆହେଇଥିବ, ଯେଥିରେ ୟୁରିଆ ସାର ବେଶୀ ଦିଆହେଇଥିବ, ଯେଥିରେ ପୋକ ନଥିବେ, ଆମେ ଏମିତି ଖାଉଛୁ। ଯାହାକି ଆମେ ଆଜି ଆମ ପାଖରେ ବିଭିନ୍ନ ପ୍ରକାର ରୋଗ କଣ କରିବା, এই সংকট মোচন হিসাବରେ এই ବିପଦ ସମୟରେ এই ପ୍ରାକୃତିକ ସନ୍ତୁଳନ ଦିଗରେ ଆମକୁ ଜୈବିକ କୃଷି ଆପଣାଇବାକୁ ପଡ଼ିବ। ବନ୍ଦେ ମାତରମ୍। ଆଜ୍ଞା ଆଜ୍ଞା, ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ କାର୍ତ୍ତିକ ଭାଇ। ଭାଇଙ୍କର ସମୟ ଆଉ ତାଙ୍କ ପାଖରେ ଯେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ଥାଇକି ବି ସେ ଆମ ସହିତ ସୁନ୍ଦର ଆଲୋଚନା କରିଛନ୍ତି ଏଇ ସଙ୍କଟ ମୋଚକ ଜୈବିକ କୃଷି ବିଷୟରେ। ଯଦିଓ ଏହା ଏକ ବ୍ୟାପକ ବିଷୟ, ଏହାର ବିଭିନ୍ନ ଦିଗ ଅଛି। ସେ କେବଳ ଗୋଟେ ଉପକ୍ରମ ବୋଲି କହିଲେ ଚଳିବ, କାରଣ କିପରି ଆମେ ଏଇ ଦିଗକୁ ମୁହେଇବା ଏଇଭଳି ଏକ ବିଷୟବସ୍ତୁ ଭାଇ ରଖିଲେ। ହୁଏତ ଚାଷ ସମୟ, ଏବେ ଚାଷ ଉପରକୁ ଭାଇ ପୁରା ଯାଇପାରିନାହାନ୍ତି। କିପରି ଆମେ ଏବେ ଯେଉଁ ଖରିଫ ଋତୁ ଆସିଛି, ଆମେ ଏଇ ସମୟରେ ଯେଉଁ କୃଷି କରିବାକୁ ସମସ୍ତେ ପୁରା ଅଣ୍ଟା ଭିଡ଼ିଲେଣି, କେତେକ ମଧ୍ୟ ତଳି ପକାଇବା ଆରମ୍ଭ କଲେଣି, ସେ ସମ୍ପର୍କୀୟ ଅଧିକ କିଛି ଆଲୋଚନା କରିପାରିନାହାନ୍ତି। କାରଣ ପ୍ରଥମେ ତ ଆମେ ଜାଣିବାକୁ ପଡ଼ିବ
ଏକ ରାସାୟନିକ ଭିତ୍ତିକ ଯେଉଁ ଜୀବନଯାପନ ଚାଲିଛି ବା ଏକ କୃଷିର ଯେଉଁ ବିପଥ ଦିଗରେ ଆମେ ଜୀବନ ବିତଉଛୁ, ଯାହାଫଳରେ କି ପରିବେଶ ପାଖରୁ ଆଉ ନିଜର ଜୀବନ ବିପଦପୂର୍ଣ୍ଣ ହୋଇସାରିଛି। ଆଉ ସମଗ୍ର ବିଶ୍ୱରେ ଏବେ ସଙ୍କଟ ଭାବରେ ଖାଦ୍ୟ ଏକ ବିରାଟ ସମସ୍ୟା ହେଇ ଛିଡ଼ା ହେବାକୁ ଯାଉଛି। ତେଣୁ ସେହିଭଳି ଅବସ୍ଥାରେ ଜୈବିକ କୃଷି କିପରି ଆମକୁ ଉପାଦେୟତା ବା ସହଯୋଗ କରିବ, ସେହିପାଇଁ ଭାଇ ଏକ ଉପକ୍ରମ ରଖିଲେ। ଆଉ ଆମେମାନେ ଜାଣିଛୁ ଯେ ଜୈବ କୃଷିକୁ ଆମେ ଅନ୍ୟ ଭାଷାରେ ଚିରନ୍ତନ କୃଷି କହିପାରିବା ବା ଏହି କୃଷିର ଅନ୍ୟ କୌଣସି ବିକଳ୍ପ ନାହିଁ। ଏଇଟା ସବୁଦିନେ ମଣିଷକୁ ସହାୟକ ହୋଇଥିଲା। ଆଉ ଯଦି ମଣିଷ ପ୍ରକୃତରେ ତା'ର ଉପଯୁକ୍ତ ମନୋଭାବ ବା ସଠିକ୍ ଉପାୟରେ କରେ, ତେବେ ସେ ତା'ର ଜୀବନ ବଞ୍ଚିବାର ଯେଉଁ ଆଧାର ଖାଦ୍ୟକୁ ସେ ସୁରକ୍ଷିତ ଏବଂ ଅଧିକ ଯେଉଁ ମୂଲ୍ୟବାନ ବା ତା ପାଇଁ ଉପଯୋଗୀ କରି ନିଜ ହାତରେ ନିଜେ ତିଆରି କରିପାରିବ ଆଉ ଖାଦ୍ୟ ସଙ୍କଟକୁ ଟଳେଇ ପାରିବ। ଭାଇ ଟିକେ ଉପକ୍ରମ ଦେଉଥିଲେ ଯେ କିପରି ପାକିସ୍ତାନ ବା ଆମର ଶ୍ରୀଲଙ୍କା ବା ଅନ୍ୟାନ୍ୟ ଅନେକ ଦେଶରେ ଏବେ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖାଦେଇ ସାରିଲାଣି। କାରଣ ତା'ର କାରଣ ହେଲା ଏହି ରାସାୟନିକ ସାର ପ୍ରୟୋଗ ଫଳରେ ଅନେକ ଆଡ଼େ ଦେଖାଯାଉଛି ଯେ ମାଟି ବନ୍ଧ୍ୟା ହୋଇଯାଉଛି। ବର୍ଷା ପାଣି ବି ଯେହେତୁ ପରିବେଶ ଗଛ କଟା ହୋଇସାରିଛି, କଂକ୍ରିଟ ଜଙ୍ଗଲ ସବୁ ଆମେ ତିଆରି କରିସାରିଛୁ, ତେଣୁ ବିଭିନ୍ନ ଆଳରେ ଗଛ କାଟିବା ଫଳରେ ଯେଉଁ ବର୍ଷା ଅନିୟମିତ ବର୍ଷା ଏସବୁ ସମସ୍ୟା ହେଇଛି। ତେଣୁ ପାଣି ଆଉ ବେଶୀ ମିଳୁନି ବା ଏଣେ ରାସାୟନିକ ସାର ପ୍ରୟୋଗ ଫଳରେ ଜମି ମଧ୍ୟ ଧୀରେ ଧୀରେ ଟାଙ୍ଗର ହେବାକୁ ଯାଉଛି ବା ଯେମିତି କହୁଥିଲେ ରାସାୟନିକ ସାର ପ୍ରୟୋଗ ଫଳରେ ଗଛ ଗୁଡ଼ିକ ବେଶୀ ଦିନ ତିଷ୍ଠି ପାରୁନି, ଗଡ଼ି ପଡ଼ୁଛି ବା ବାତ୍ୟା ବନ୍ୟା ତା ସାଙ୍ଗକୁ ଯେଉଁ ଅଣ୍ଟା ଭିଡ଼ିଲା, ପଞ୍ଚମ ମହାଭୂତର ଯେଉଁ ସମସ୍ୟା ହୋଇସାରିଛି ପ୍ରଦୂଷଣ, ତାହା ଆଉ ଏକ ପ୍ରମୁଖ କାରଣ, ଯାହାକି ଏସବୁ ମନୁଷ୍ୟକୃତ। ଆମେ ସବୁ ତାକୁ ଏଇଭଳି ଅବସ୍ଥାରେ ଆସି ପହଞ୍ଚିଯାଇଛୁ। ଅଧିକ ଯେମିତି ଭାଇ କହିଲେ ଯେ ଅଧିକ ଉତ୍ପାଦନକୁ ଆଖି ଆଗରେ ରଖିକି ମଣିଷ ପ୍ରକୃତିଗତ ବା ପ୍ରାକୃତିକ ଜୀବନଟାକୁ ଭୁଲିଗଲା ଫଳରେ ସେଇଟା ଆଜି ସମସ୍ୟା ହେଇଛି। ବରଂ ତାକୁ ସମନ୍ୱୟ କରି ହେଇଥାନ୍ତା, ସେଇଟା ସେ ବୁଝିପାରିନାହିଁ। ଯାହା ବି ହେଉ ଏବେ ଗୋଟେ ସମୟ ଆସିଛି, ପୁଣି ତାକୁ ସମନ୍ୱୟ କରିବାକୁ ସେ ଚେଷ୍ଟା ଚଳେଇଛି। ଆଉ ଧୀରେ ଧୀରେ ଏଇଆ ଆମେ ଯଦି ଏଇ ବିଷ ରହିତ ଖାଦ୍ୟ ନ ବଢ଼େଇବା, ତାହେଲେ ହୁଏତ ଜୀବନ ସଙ୍କଟାପନ୍ନ ହେବ ବା ଯେଉଁ ଶେଷରେ ଆମେ ଯେଉଁ ମା ଶ୍ରୀଙ୍କ ଭକ୍ତ ଆମେ ଭାବିଛୁ ଯେ ରୂପାନ୍ତର ହେବା, ପରିବର୍ତ୍ତନ ହେବା, ଖାଲି କହିହେଲେ ହେବନି, ତା ପାଇଁ ଯେ ଭିତ୍ତିଭୂମି ଆବଶ୍ୟକତା ଅଛି। ଆମକୁ ଖାଦ୍ୟ ଆଧାରରେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ଆମ ଚାଷ ସମ୍ପର୍କରେ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ। ଏବେ ତ ପ୍ରାୟତଃ ଚାଷ ପାଇଁ ଯେମିତି ଆମ ଶିକ୍ଷିତ ବ୍ୟକ୍ତି ଗୋଷ୍ଠୀ ବା ଯେଉଁମାନେ ଆମେ କହିପାରିବା ଯେ ବୁଦ୍ଧିଜୀବୀ ଗୋଷ୍ଠୀ ସମ୍ପୂର୍ଣ୍ଣ ମାନେ କ'ଣ କହିବା ଯେ ଏ ଦିଗକୁ ଆଉ ଚାହୁଁନାହାନ୍ତି। ମାନେ ଭିନ୍ନ ଏକ ଚିନ୍ତା କରିଛନ୍ତି, କେତେ ଖାଲି ସହରରେ ବଜାରରେ ଆମେ ବୁଲିବା, ଚାକିରି କରିବା ଆଉ ବା ଆଉ କିଛି ତା ତଳେ ଅଛନ୍ତି ଯେଉଁମାନେ ଶିଳ୍ପ ଇତ୍ୟାଦି ମୁହେଁଇଛନ୍ତି। କିନ୍ତୁ ବାସ୍ତବିକ କୃଷି ହିଁ ସବୁର ଆଧାର। କୃଷି ଯଦି ନାହିଁ ତାହେଲେ ସବୁକିଛି ନିଶ୍ଚିତ ଦିନେ ଫେଲୁଅର୍ ହେବ, କିଛି ଭାବିବାର ନାହିଁ। ତେଣୁ ମା ଶ୍ରୀଙ୍କର ଏଇଠି ଗୋଟେ ବାଣୀ ଆମେ କହିପାରିବା, ୱାର୍କ ଇନ୍ ଟ୍ରୁ ସ୍ପିରିଟ୍ ଇଜ୍ ମେଡିଟେସନ୍ ଯେଉଁ କୁହାଯାଇଛି, ଯେ ବାସ୍ତବରେ ଆମେ ଯଦି ସତରେ ଆମେ ଯୋଗ ଭିତ୍ତିରେ ଏ କାର୍ଯ୍ୟଟି କରିବା, ଆମର ପ୍ରକୃତ କାର୍ଯ୍ୟ ଉପାୟରେ ଯଦି ଆମେ କୃଷିକୁ ନେବା, ତେବେ ତାହା ହିଁ ଆମର ଉପଯୁକ୍ତ ଧ୍ୟାନ ହେବ ଏବଂ ଆମର ଯେଉଁ ଜୀବନ ଯେଉଁ ଉଦ୍ଦେଶ୍ୟରେ ଆମେ ଚିନ୍ତା କରିଥିଲେ ରୂପାନ୍ତରିତ ଜୀବନ ବଞ୍ଚିବା, ତାହାକୁ ସହଯୋଗ କରିବ। ଯାହା ହେଉ ଆଜିର ଏହି ସୁନ୍ଦର ଆଲୋଚନା, ଆମେ ହୁଏତ ପରବର୍ତ୍ତୀ ଅବସ୍ଥାରେ ଏ ଆଲୋଚନାକୁ ଅଲଗା ରଖିବା ଯେ କିପରି ଏହିସବୁ କୃଷି ଉପରେ ଅଧିକ ବାସ୍ତବ ଭାବରେ ଧ୍ୟାନ ଦେବା। ଏଥିରେ ଯୋଗଦାନ ଦେଇଥିବା ଆମର ସମସ୍ତ ଭାଇମାନଙ୍କୁ ଆଉ ବାଲେଶ୍ୱର ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ଅଶେଷ ଧନ୍ୟବାଦ ଆଉ ହାର୍ଦ୍ଦିକ ପ୍ରଣାମ ଜଣାଉଛି। ଆଶା କରୁଛି ଆପଣମାନେ ଆର ବା ଆଗ ମଙ୍ଗଳବାର ଠିକ୍ ଏଇ 8ଟାରୁ 9ଟା ଭିତରେ ଆମେ ଆଉ ଏକ ଦଶକର୍ମ ଧାରାର କାର୍ଯ୍ୟକ୍ରମକୁ ହାତକୁ ନେବା ଆଉ ସେଇଥିରେ ଆପଣମାନେ ସହଯୋଗ ହେବେ ଏବଂ ଆମେ ଯାହା ବାସ୍ତବରେ ତତ୍ତ୍ୱଭିତ୍ତିକ କଥା ଶୁଣୁଛୁ, ବାସ୍ତବ ଜୀବନରେ ଆମେ ସେଇ ବିଷୟ ବସ୍ତୁକୁ ନିଜ ଜୀବନ କେମିତି ଉତାରି ପାରିବା, ଯାହାଫଳରେ କି ରୂପାନ୍ତର କାର୍ଯ୍ୟଟି ସହଜ, ସୁଗମ ଆଉ ସାବଲୀଳ ହେବ। ଏଇଥିରେ ଆମେ ନିଜକୁ ସାହାଯ୍ୟ କରିବା ଆଉ ଧନ୍ୟ ମଣିବା, ମାଆଙ୍କ ପାଖରେ କୃତଜ୍ଞ ହେବା ଆଉ ନିଜକୁ ନିଜେ ଧନ୍ୟବାଦ ଦେବା ବା ଧନ୍ୟ ହେବା ଯେ ଆମେ ଏଥିରେ ଆଜି ସହଯୋଗ ହେଇଛେ ବା ଭାଗ ନେଇଛେ।
ଏଠି ଆମେ କାର୍ଯ୍ୟକ୍ରମ ରଖିବା। ମା ନାମ ଜପ ସହ ଆଜିର ଏ କାର୍ଯ୍ୟକ୍ରମକୁ ଶେଷ କରିବା। ସମସ୍ତେ ନିଜ ନିଜ ସ୍ଥାନରେ ରହି ମା ନାମ ଜପ କରିବା। ମା 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 Ma 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 ମାଙ୍କର ଜୟ ହଉ, ମାଙ୍କର ଜୟ ହଉ, ମାଙ୍କର ଜୟ ହଉ, ମାଙ୍କର ଜୟ ହଉ, ମାଙ୍କର ଜୟ ହଉ। ମାଙ୍କ ଇଚ୍ଛା ପୂରଣ ହଉ, ମାଙ୍କ ଇଚ୍ଛା ପୂରଣ ହଉ, ମାଙ୍କ ଇଚ୍ଛା ପୂରଣ ହଉ। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍। ଦିବ୍ୟବାଣୀଙ୍କର ଜୟ ହଉ, ଦିବ୍ୟବାଣୀଙ୍କର ଜୟ ହଉ, ଦିବ୍ୟବାଣୀଙ୍କର ଜୟ ହଉ। ସମସ୍ତଙ୍କୁ ଆଉ ଥରେ ବାଲେଶ୍ୱର ଜିଲ୍ଲା ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଆଉ ପ୍ରଣାମ। ଅରୋଭର।